ତା ସୋସାଇଟିରେ ରହିବା ଉଚିତ କି? ତମ ପାଦୁଳି ଟିକେ ଦେଲ ମତେ। ଖାଲି ଏତିକି ଜାଣିଥାଅ, ମଦ ପିଇଲେ କେତେବେଳେ ବି କାହାରି ଲାଭ ହୁଏ ନାହିଁ। ଯିଏ ବି ମଦ ପିଉଥିବ ତାକୁ ଥରେ ପଚାରିବ ତୋର କଣ ଲାଭ ହଉଛି, ଯଦି ଗୋଟେ ବି ଲାଭ କହିଦେଲା ତା ପାଦ ଧୂଳି ସତରେ ନବା। କାରଣ ମଦ ପିଇଲେ ମଣିଷର ଇଜ୍ଜତ ଯାଏ ଯାଏ ଏବଂ ଯାଏ। ଗୋଟେ ମଦୁଆ କେମିତି ଯାଏ? ଗୋଟେ ମଦୁଆ ପ୍ରବଳ ପିଇ ଦେଇଛି, ମାନେ ଆଙ୍ଗୁଳି ଗଳେଇକି ମାପିଲା କଳ କଳ ହଉଛି କି ନାହିଁ, ମାନେ ହେକୁଟି ମାନେ ଯେମିତି ବାହାରି ଆସିବ ସେଇ ମାପର ପିଇକି ରାତିରେ ଘରକୁ ଫେରୁଛି। ଗାଡି ଗଡି ଗଡି ଚାଲିଯା ଡ୍ରାଇଭର ତୁ ଚଲଉଛୁ, ତ ମାନେ ଘଟଗାଁ ପଳେଇବୁ, କାକଟପୁର ପଳେଇବୁ, ବାଲେଶ୍ୱର ପଳେଇବୁ, ରେମଣା ପଳେଇବୁ, ମୁଁ କିଏ? ଗାଡି ଡ୍ରାଇଭର ଯା ପଳା। ପଳା କହିଲେ ତା ପାଦୁ ଚପଲଟା ବାହାରିଗଲା। ମାନେ ସିଏ ଏଠି ଚପଲ ସେଠି ମଦଟା ପିଇ ଦେଇଛି ଇଗୋକୁ, ବେ ଚପଲ ତୁ କଣ ବାହାରିଗଲୁ? ତୁ ଭାବିଛୁ ମୁଁ ଯାଇକି ତୋତେ ପିନ୍ଧିବି? ଚାନ୍ସ ନାହିଁ। ତୁ ବାଟା କମ୍ପାନୀ ଛୁଆ, ମୁଁ ମୋ ବାପର ଛୁଆ। ଶୁଣ ଚପଲ ଭଲରେ କହୁଛି, ଏଇଟା ମୋ ପାଦ, ଆସିକି ପଶ। ରାତି 9:40 କହିଲା, ସକାଳ 7:20 ଯାଇ ଠିଆ ହେଇଛି। ଚପଲ କାଳେ ଆସିକି ତା ପାଦରେ ପଚିବ। ଲୋକ ଝାଡା ଚପଟ ଉଠିଲେ ବୁଝିଗଲା ଶୁଣା ନିଶାରେ ଠିଆ ହେଇଛି, ଇଏ ମଦ। ଆଉ ଗୋଟେ ପୁରୁଣା କଥା, 30-40 ବର୍ଷ ତଳେ ମନେ ପକାନ୍ତୁ, ପୁଅ ପିଲାଙ୍କର ପେଣ୍ଟରେ ଏଇ ଜାଗାରେ ଚେନ୍ ନଥିଲା, ବୋଟ ବନାଉଥିଲା ଜାଣିଛ? ସେ ସମୟରେ ଗୋଟେ ମଦୁଆ ଇଏ ତ କହି ଆଙ୍ଗୁଳି ଗଳେଇ କଳ କଳ ତାର ତାଳୁକୁ ଉଠି ଯାଇଛି, ମାନେ ତାର ଆଁ କରିଦେଲେ ମଦ ବାହାରି ପଡିବ। ସେଇଭଳିଆ ରାତି 11:30 ଖଣ୍ଡେ ବେଳେ ଘରକୁ ଫେରୁଛି। ଆଉ ରାସ୍ତା ତା ବାପାର, ଏଇଟା ରାସ୍ତା ଏଇଠି କୁଟି ହେଇଗଲା କାନ୍ଥରେ ଚେନ୍, ଏଇମିତି ରାସ୍ତାରେ ଯିବେ ଯୋଉଥିପାଇଁ 16 ଚକିଆ ଚଢିଯାଏ ଏଗୁଡାଙ୍କ ଉପରେ। ଏଇମିତି ରାତି 11:30 ଖଣ୍ଡେ ବେଳେ ପ୍ରବଳ ପିଇକି ଆସୁଛି ରାସ୍ତା ଉପରେ, ତା ଗୋଟେ ଜାଗାରେ ପରିସ୍ରା ଲାଗିଲା, ମୁତିବ। ଆଉ ଆପଣ ମାନେ ସତ କଥା କହିବେ, ଯୋଉଟା ମଦ ବିୟର ପିଅନ୍ତି ଘନ ଘନ ମୁତ ମାଳେ, ହଁ ନା ନା? ଯେତିକି ହଁ ମାରୁଛନ୍ତି। ଆଚ୍ଛା ସିଏ ଗୋଟେ ଜାଗାରେ ପରିସ୍ରା କଲା, ଆଉ ତାର ବୋତାମ ନେବା ପାଇଁ ନିଶା ପ୍ରବଳ। 18 ମିନିଟ୍ ଖଣ୍ଡେ ପରିଶ୍ରମ, 1.5 ମିନିଟ୍ ଖଣ୍ଡେ ମୁତିଛି। ଯେତେବେଳେ କାମ ସରିଗଲା ପୁଣି ବୋତାମ ଦବ, ଏମିତି ଦେଲା। ସବା ଟିକେ ଏତେ ନିଶା ଜାଣିପାରୁନି, ପେଣ୍ଟ ବୋଟମ ଟିକେ ସାର୍ଟରେ ଦେଇଦେଇଛି। ତାପରେ ଯେତେବେଳେ ଠିଆ ହେଇଛି, ଏଇଟା ଟାଣି ଧରିଛି, ସେ ଏଠିକା ପ୍ରୋବ୍ଲେମ ଭାବିଲାନି, ସେ ଭାବିଲା ମୋଟା ନାକ। ସେ ହଠାତ୍ ଆରେ ଇଏ କଣ? ଆରେ ଓ ଆରେ 1 2 ଏମିତି ହଉଛି 1:10 ରାତି 11:30 1:10 ରାସ୍ତା ଉପରେ। ଆଉ ଗୋଟେ ମଧୁ ଆସି ଆଡୁ ଆସିଲା, ତା ଗାଲରେ ବାଲି ନେଇଛି, ମାନେ ୟାଠାରୁ ବେଶୀ। ସେ ଦୂରୁ ଦେଲା, କଣ ପଇସା ପତ୍ର ପଡିଗଲା ନା କଣ, କଣ ଖୋଜୁଛୁ? ପଇସା ନୁହେଁ ଭାଇ, ମୋ ଅଣ୍ଟା ନାଗଲେ ଟିକେ ଦେଖିଲୁ କଣ ହେଲା। ସେ ଆସି କହିଲା କଣ? ଏ ଦେଖିଲୁ କଣ ହେଇଛି? ସେ କହିଲା ମୁଁ କଣ ଡାକ୍ତର, ମୁଁ ପୁରା ଆଉ ଗୋଟେ ମଦୁଆ। ଶୁଣ ମୁଁ ତ କିଛି କରିପାରିବିନି। ହା ଯୋଉ ଟାଇଲ ଘର ଦେଖାଯାଉଛି, ସାଇଡଟା ବିଲ୍ଡିଂ, ଡାକ୍ତର ସୁଭାଷ ବେହେରା, ପଳା। ରାତି 1:10 ସିଏ ପଳେଇଲା। ରାତି 1:10 ଏଇ ମଧୁଆ ଏମିତି ଗଲା। ଆଉ ଯାଇକି ସେ ଡାକ୍ତର ଘରେ ଟିଙ୍ଗ ଡଙ୍ଗ, ଡାକ୍ତର କଣ ହେଇଛି? ଦେଖିଲେ ଅଣ୍ଟା ନାଗଲା। ଡାକ୍ତର କହିଲେ ଚାଲା ଗଲୁ ବସି, କହିଲେ କଣ ଓଜନିଆ ଜିନିଷ ବୋଧେ ଟେକା ଟେକି କରୁଛ, ଆଉ ଚାଉଳ ଧାନ କଣ ପରିଶ୍ରମ କାମ କରୁଛ? କହିଲା ପରିଶ୍ରମ ନୁହଁ, ପରିଶ୍ରା। ପରିଶ୍ରା କଣ ଏକ ପରିଶ୍ରମ କଣ? ଡାକ୍ତର କହିଲେ ଶଳା ମୁତିଲୁ, ଅଣ୍ଟା କେମିତି ନାଗିଲା? କହିଲା ମୁଁ ତ ଆଶ୍ଚର୍ଯ୍ୟ, ମୁଁ 1.5 ଘଣ୍ଟା ହେଲାଣି ଆଶ୍ଚର୍ଯ୍ୟ, ତମେ ଶୁଣିକି ଆଶ୍ଚର୍ଯ୍ୟ। ସାର୍ ତମ ଝିଅ ସାର୍ କେବଳ ମୁତିଛି, ଆଉ ଦ୍ୱିତୀୟ କାମ ମୁଁ କିଛି କରିନାହିଁ। ଡାକ୍ତର କହିଲେ ଶୁଣ, ତୋର ମଦ ପିଇକି ଆଉ ଅବସ୍ଥା ନାହିଁ, ବଟ୍ ଗୋଟେ ପ୍ୟାଣ୍ଟ ସାର୍ଟ ଖୋଲିକି ଷ୍ଟେଚରରେ ଆସୁ। କହିଲା କଣ? ପେଣ୍ଟ ଖୋଲିବି? ଚପ୍ ଖୋଲ। ଡାକ୍ତର ଯାହା କହିବ। ଡାକ୍ତର କହିଲେ ମୁଁ ଖୋଲିବି କହିକି ଆଣ୍ଠୁ ଯାଇ ଖସେଇକି ଡାକ୍ତର ବୁଝିଗଲେ ଶଳା ବୋତାମ ଖୋଲି ଦେଇଛି। ଆଉ ଦେଖିଦେବ ଆଣ୍ଠୁ ଯାଇ ଖସେଇ ଦେଖିଦେଇଥିବ। ଓକେ ଠିକ ଅଛି ସାର୍ କହିଲେ ପୁଣି ପିନ୍ଧିଲା ଠିକ ଠିକ। ପେଣ୍ଟ ବୋଟାମ ଦେଇଛି ପେଣ୍ଟରେ, ସାର୍ଟ ଦେଇଛି ସାର୍ଟରେ, କିନ୍ତୁ ସବ 1.5 ଘଣ୍ଟା ହେଲାଣି ବାଙ୍କିକି ଥିଲା ସେମିତି ଅଛି। ଡାକ୍ତର କହିଲେ ଏବେ ସିଧା ହେଇଯିବ। ଦେଖିଲା ନା ହବନି ସାର୍, 2.5 ଘଣ୍ଟା ହେଲାଣି ହଉନି। ମୁଁ କହୁଛି ପରା ହେଇଯିବ, ତମେ କଣ ଭୁଣିଆ? ଆରେ ତମେ ଡାକ୍ତର ମେଡିସିନଟେ ଦବ, ଇଞ୍ଜେକ୍ସନଟେ ଦବ। ଯାହା କହିବ। କହିଲ ପେଣ୍ଟ ଖୋଲିଦେଲି, ମୁଁ ନିରୀହ ମଣିଷ। କହିଲ ପେଣ୍ଟ ପିନ୍ଧିଦେଲି, ମୁଁ ନିରୀହ ମଣିଷ। ଏବେ ହବ ନାହିଁ, ତମେ କହୁଛ ହବ। ସାର୍ ଦେଖ ହବନି ସାର୍, ସାର୍ ଅନେଇଥିବ ସାର୍, ମୁଁ ନିରୀହ ଲୋକ। ଫାର୍ଷ୍ଟ ଟାଇମ୍ ଗୋଟେ ଡାକ୍ତର ଦେଖିଲି ବିନା ମେଡିସିନରେ ପେସେଣ୍ଟ ଭଲ। ଇଏ ହଉଛନ୍ତି ମଦୁଆ। ମଦ ପିଅନ୍ତୁ ନାହିଁ, ମଦ ଏକ ଖରାପ ଜିନିଷ।
ଯିଏ ପିଉଛ ଜାଣିବ ପିଅ ପିଅ ପିଅ